ଆସନ୍ତୁ ଗୋରୁ କୁହଲେ ଆମର କିଛି ଜ୍ଞାନ ଆହରଣ କରିବା। ଏବେ ତ ବୋଲବମ୍ର ସମୟ, ହେଲେ ମୁଁ ଏଇ ପଦ କହିବା ଆଗରୁ ବୋଲବମ୍ ଭାଇମାନଙ୍କୁ ମୁଁ କ୍ଷମା ମାଗି ଦଉଛି। ମୋର କିଛି ଇଣ୍ଟେନସନାଲି ତାକୁ କହିବାର ନାହିଁ, କିନ୍ତୁ ଯଦି ବି ବୋଲବମ୍ ଭାଇମାନଙ୍କୁ, କାଉଡ଼ିଆ ଭାଇମାନଙ୍କୁ ଆମର ଏଇ ପଦଟି ମାନେ ଖରାପ ଲାଗିଥାଏ ତାହେଲେ ମତେ କ୍ଷମା କରିଦେବେ। ପ୍ରଥମ କଥା ହେଲା, ବୋଲବମ୍ ଭାଇମାନେ ଯେତେବେଳେ ଯାଉଛନ୍ତି ମହାଦେବଙ୍କ ଶିବ ମନ୍ଦିର ଯାଇକି ସୋମବାର ଦିନ ସେମାନେ ପାଣି ଖାଉଛନ୍ତି, ବାଟରେ ରହୁଛନ୍ତି, ଯୋଉଠି ରହୁଛନ୍ତି ଖାଦ୍ୟପାନ କରୁଛନ୍ତି, ଗାଧଉଛନ୍ତି, ସ୍ନାନ କରୁଛନ୍ତି। ସ୍ନାନ କରିବା ସମୟରେ ସେମାନେ ଗଞ୍ଜେଇ ସେବନ କରୁଛନ୍ତି, ଯୋଉଟା କି ସମସ୍ତେ ଜାଣିଛନ୍ତି ଗଞ୍ଜେଇ ଏକ ଖରାପ ଜିନିଷଟା। ସେମାନେ କଣ କରୁଛନ୍ତି ନା, ଗଞ୍ଜେଇଟାକୁ ଯେତେବେଳେ ପାନ କରୁଛନ୍ତି ନିଜେ ତ ଖରାପ ହଉଛନ୍ତି, କିନ୍ତୁ ସେଇଠି ପରିବେଶର ସମସ୍ତ ଲୋକଙ୍କୁ ଖରାପ ଲାଗୁଛନ୍ତି। ଏମିତି ମୁଁ ବି ବହୁତ ଥର ଫେସ୍ କରିଛି। ମୁଁ ବି ସେଇ ବାଟରେ ଗଲା ବେଳକୁ ଗଞ୍ଜେଇର ସ୍ମେଲ ଆସୁଛି, ଯୋଉଟା ମତେ ଖରାପ ଲାଗୁଛି, ଆଉ ସମସ୍ତଙ୍କୁ ବି ଖରାପ ଲାଗୁଥାଏ। କେହି କହୁନାହାନ୍ତି କାରଣ ଗଞ୍ଜେଇ ଯୋଉମାନେ ସେବନ କରୁଛନ୍ତି ସେମାନେ ତ କାଉଡ଼ିଆ ଭାଇମାନେ। କିନ୍ତୁ ମୁଁ ଆଜି ଏଥିପାଇଁ କହୁଛି, ମୁଁ ତାଙ୍କୁ ଖରାପ ଉଦ୍ଦେଶ୍ୟରେ କହୁନି। ଗଞ୍ଜେଇ ଗୋଟେ ଏମିତି ଗୋଟେ ନିଶାଦ୍ରବ୍ୟ ଜିନିଷଟା, ଯୋଉ ଜିନିଷଟା କି ଲୋକମାନଙ୍କର ଖାଇଲେ ତାଙ୍କ ଲାଇଫ ଲାଇନରୁ ଖରାପ ହେଇଯାଇଛି। ମାନେ ଲାଇଫ ଲାଇନଟା ଯେତିକି ଲଙ୍ଗ ପିରିୟଡ ଥାଏ ସେଇଟା କମି କମି ଆସୁଛି। ମୋର ଏଥିରେ କହିବାର ଉଦ୍ଦେଶ୍ୟ ହେଲା, ବୋଲବମ୍ ଭାଇମାନେ ଏଇ ଗଞ୍ଜେଇ ଗୋଟିଏ ମାନେ ଖରାପ ଜିନିଷ, କିନ୍ତୁ ସେମାନେ କାହିଁକି ପାନ କରୁଛନ୍ତି? ମୋର କହିବାର ଉଦ୍ଦେଶ୍ୟ ହେଲା, କାହିଁକି ପାନ କରୁଛନ୍ତି? ଆମର ଗଞ୍ଜେଇଟାକୁ ପର୍ଟିକୁଲାରଲି ନିଶା ଦ୍ରବ୍ୟରେ ସେ ଯାଉଛି, କିନ୍ତୁ ମହାଦେବଙ୍କ ପାଖରେ, ଶିବ ଠାକୁରଙ୍କ ପାଖରେ ଏଇଟା ଭୋଗ ରୂପେ ଦିଆଯାଉଛି। କିନ୍ତୁ ସିଏ ସେଥିପାଇଁ ଗଞ୍ଜେଇ ଭାଇ ମାନେ ଏଇଟାକୁ ପାନ କରୁଛନ୍ତି। ସତ କଥା ହେଲା, ଏଇଟା ଗଞ୍ଜେଇଟା ଭୋଗ ରୂପରେ, ପ୍ରସାଦ ରୂପରେ ମହାଦେବଙ୍କ ପାଖରେ ଲାଗେନି। କାହିଁକି ନା ମହାଦେବ ଠାକୁର କହିଛନ୍ତି ଯେତେ ସବୁ ଅଦରକାରୀ ଜିନିଷ ଅଛି ମହାଦେବ ତାଙ୍କ ନିଜ ଦେହରେ ସମର୍ପଣ କରୁଛନ୍ତି। ମୁଁ ଗୋଟେ ଉଦାହରଣ ଦେଇ କହୁଛି ଆପଣଙ୍କୁ। ସାମାନ୍ୟ ଦୁଦୁରା ଫୁଲ, ଯୋଉଟା କି ସବୁ ଫୁଲ ସବୁ ଦେବାଦେବୀଙ୍କ ପାଖରେ ଲାଗୁଛି, କିନ୍ତୁ ଦୁଦୁରା ଫୁଲ ଗୋଟେ ଏମିତି ଜିନିଷ ଯୋଉଟା କି କୌଣସି ଦେବାଦେବୀଙ୍କ ପାଖରେ ଲାଗୁନି। ଭଗବାନ କହିଲେ ମୋ ପାଖରେ ସେଇଟା ସମର୍ପଣ କର, ମୁଁ ସେଇଟା ଆକ୍ସେପ୍ଟ କରିଦେବି। କିନ୍ତୁ ଲୋକ ସେଇଭଳି ଗଞ୍ଜେଇ ଗୋଟେ ଜିନିଷ, ଯୋଉଟା ଖରାପ ଜିନିଷଟାକୁ ମହାଦେବ ଠାକୁର କହିଛନ୍ତି ଯେ ମୁଁ ସେଇ ଜିନିଷଟାକୁ ମୁଁ ପାନ କରିଦେବି, ଆପଣ ମାନେ ସେଇଟା ୟୁଜ କରୁଛନ୍ତି। କିନ୍ତୁ ଲୋକମାନେ ଆମର କଣ, ଯେହେତୁ ଭଗବାନ ଖାଉଛନ୍ତି ସେଥିପାଇଁ ଲୋକମାନେ ଏଇଟାକୁ ପାନ କରୁଛନ୍ତି। କିନ୍ତୁ ଏଇଟା ଖାଇବା ଦ୍ୱାରା, ଗଞ୍ଜେଇ ଖାଇବା ଦ୍ୱାରା ଆମ ଜୀବନର ଲାଇଫ ଲାଇନଟା, ଭାବନ୍ତୁ ଆପଣଙ୍କ ଜୀବନରେ ଆପଣ 100 ବର୍ଷ ବଞ୍ଚିବେ, କିନ୍ତୁ 99 ବର୍ଷ ଯେତେବେଳେ ଗୋଟେ ଗଞ୍ଜେଇ ଖାଉଛନ୍ତି, ଥରେ ଗଞ୍ଜେଇ ପାନ କରିବା ମାନେ ମଣିଷ ଶରୀର 2 ଦିନ କମି ଯାଉଛି। ଏଇଟା ଆମେ ଜାଣିନା। ସେମିତି କହିବାକୁ ଗଲେ ମହାଦେବ ନିଜେ ତାଙ୍କର ଯେତେବେଳେ ସମୁଦ୍ର ମନ୍ଥନ ହେଇଥିଲା, ସିଏ ସେତେବେଳେ କଣ କରିଥିଲେ ନା, ଯେତେବେଳେ ସମୁଦ୍ର ମନ୍ଥନ ହେଇଥିଲା ବିଷଟାକୁ ସେ ତାଙ୍କ ନିଜ ମୁହଁରେ ପିଇ ଦେଇଥିଲେ। କୌଣସି ଦେବାଦେବୀ ନେଲେନି ନା ଅସୁର ମାନେ ନେଲେନି। ସେଇ ଆମ ପରିବେଶକୁ ଖରାପ କରିବା ପାଇଁ ସେ ବିଷଟାକୁ ସେ ନିଜେ ପାନ କରିଥିଲେ। ସେଥିପାଇଁ ଆଜି ତ ଆମ ପୃଥିବୀ ପୃଷ୍ଠ ଅଛି ନା। ସେ ବିଷଟାକୁ ଯେତେବେଳେ ପିଇଦେଲେ ତାଙ୍କର ଏଇ ତଣ୍ଟିରେ ରହିଥିଲା, ସେଥିପାଇଁ ତାଙ୍କୁ ନୀଳକଣ୍ଠ କୁହାଯାଉଛି। ସିଏ ବି ତ ବିଷଟା ପିଇଥିଲେ, ସେମିତି ତ ଆମେ ତ ବିଷଟା ପିଇ ଦେଇଥାନ୍ତେ ନା। ଆମେ ତ ବିଷଟା ପିଇଥିଲେ, ଆମେ ବିଷଟା କାହିଁକି ପିଉନି? ଆମେ ଜାଣିଛେ ବିଷଟା ପିଇଲେ ଆମେ ମରିଯିବା, ସେଥିପାଇଁ ଆମେ ବିଷଟାକୁ ପ୍ରସାଦ ରୂପେ ନଉନି। ସେମିତି ଗଞ୍ଜେଇ ବି ଏକ ଜିନିଷଟା, ବିଷଟା ପିଇଲେ ଇନଷ୍ଟାଣ୍ଟ ଲୋକ ମରିଯାଉଛନ୍ତି। ସେଥିପାଇଁ ଆମେ ଜାଣିପାରୁଛନ୍ତି, ଲୋକମାନେ ଜାଣିପାରୁଛନ୍ତି ଯେ ବିଷଟା କଣ ହଉଛି ନା, ପିଇଲେ ସାଙ୍ଗେ ସାଙ୍ଗେ ମରିଯାଏ, ସେଥିପାଇଁ ତାକୁ ପ୍ରସାଦ ରୂପେ କେହି ନଉନାହାନ୍ତି। କିନ୍ତୁ ଗଞ୍ଜେଇଟା ପିଇଲେ ସାଙ୍ଗେ ସାଙ୍ଗେ କେହି ମରିବେନି, କିନ୍ତୁ ଆପଣଙ୍କ ଜୀବନର ଲାଇଫ ଲାଇନଟା 2 ଦିନ କମିଯିବ। ଥରେ ଗଞ୍ଜେଇ ପାନ କଲେ 2 ଦିନ କମିଯିବ। ସେମିତି ଯେତେବେଳେ ଗଞ୍ଜେଇଟାକୁ ଆପଣ ୟୁଜ କରୁଛନ୍ତି, ଭାବିବା ଦରକାର ଯେ ମୋ ଲାଇଫ ଲାଇନରେ 2 ଦିନ କମିଯାଉଛି। ଥରେ ନେଲେ 2 ଦିନ, 2 ଦିନ ନେଲେ 4 ଦିନ, ପୁଣି ଆଉ 3 ଦିନ ନେଲେ 6 ଦିନ, ଏଇଭଳିଆ ଲାଇଫଟା କମି କମି ଆସୁଛି। ସେଥିପାଇଁ ଆପଣ ଜାଣିପାରୁନାହାନ୍ତି। ମୋର କହିବାର କଥା ହେଲା ଯେ ଆପଣ ଯେତେବେଳେ ବି ଗଞ୍ଜେଇ ସେବନ କରିବେ, ଟିକେ ନିଜ ଜୀବନକୁ ଲକ୍ଷ୍ୟ ରଖିକି ଆଗ ପଛ ଭାବିକି ଏଇଟା କରିବେ। ରହୁଛି,
ଯଦି ଏଇ ଭିଡ଼ିଓଟା ଭଲ ଲାଗିଥିବ ତାହେଲେ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ।